ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ବଙ୍ଗୋପସାଗରର ଅଳ୍ପ ଦୂରରେ ମୋ ଗାଁଟି ଅବସ୍ଥିତ। ଏହାର ଉତ୍ତରରେ କୁଳୁ କୁଳୁ ନିନାଦିନୀ କାଂସବାଂସ ନଦୀ ବହିଯାଇ ସମୁଦ୍ରରେ ମିଶିଛି। ଏହାର ଦକ୍ଷିଣରେ ଡାଭେରଡ୍ ସର ରେଳ ଷ୍ଟେସନ ଯାଏଁ ଲମ୍ବି ଯାଇଛି। ମୋ ଗାଁଟି ମୋ ମାଟି ମା'। ମୋ ପାଇଁ ଏହା ସରଗ ଭଳି। ମୋ ଗାଁ ନାମ ବଚ୍ଛଦା। ଏହା ବିରାଟ ଏକ ଗାଁ। ମୋର ଗାଁର ଲୋକସଂଖ୍ୟା ପ୍ରାୟ 5,000। ଏଠାରେ ଅଧିକାଂଶ ଲୋକ ଶିକ୍ଷିତ। ପ୍ରାଥମିକ ବିଦ୍ୟାଳୟ ଠାରୁ ହାଇସ୍କୁଲ ଯାଏଁ ପାଠ ପଢ଼ିବାର ସୁବିଧା ଏଠି ରହିଛି। ମୋ ଗାଁରେ ଅଶିକ୍ଷାର ଅନ୍ଧାର ନାହିଁ। ଶିକ୍ଷା ସଭ୍ୟତାର ଆଲୋକରେ ମୋ ଗାଁ ଭୂଇଁର ପ୍ରତିଟି ନରନାରୀ ନିଜ ନିଜର ଜୀବନ ପଥକୁ ଆଲୋକିତ କରିପାରିଛନ୍ତି। ଏପରିକି ଗାଁରେ ରହି ଯେଉଁମାନେ କୃଷିକାର୍ଯ୍ୟ କରୁଛନ୍ତି, ସେମାନେ ମଧ୍ୟ ଉଚ୍ଚ ଶିକ୍ଷିତ। ରେଡ଼ିଓ, ଖବରକାଗଜ, ଦୂରଦର୍ଶନ ଓ ଇଣ୍ଟରନେଟ୍ ଆଦି ଗଣମାଧ୍ୟମର ସଂସ୍ପର୍ଶରେ ଆସି ଏହି କୃଷକମାନେ ଆଧୁନିକ କୃଷି ପଦ୍ଧତିକୁ ଆଦରି ନେଇଛନ୍ତି। ବ୍ରାହ୍ମଣ, କରଣ, ଖଣ୍ଡାୟତ, ଗୋପାଳ, କମାର, ବଢ଼େଇ ଆଦି ନାନା ଜାତିର ଲୋକେ ମୋ ଗାଁରେ ବାସ କରନ୍ତି। ମୋ ଗାଁରେ 12 ମାସରେ 13 ପର୍ବ ପାଳିତ ହୁଏ। ଏଠାରେ ଥିବା ଭଣ୍ଡାରିଆ ପୋଖରୀର ଜଳଭଣ୍ଡାର ଗ୍ରାମବାସୀଙ୍କ ପାଇଁ ପରଶମଣି ପରି କାର୍ଯ୍ୟ କରେ। ଏଠାକାର ଶ୍ୟାମସୁନ୍ଦରଙ୍କର ଚନ୍ଦନଯାତ୍ରା ଚାରିଆଡ଼େ ପ୍ରସିଦ୍ଧ। ମୋ ଗାଁର ସୁରମ୍ୟ ସଦୃଶ୍ୟ ଆକାଶଛୁଆଁ ହାଇସ୍କୁଲ କୋଠାଘର ବନ୍ୟା ବାତ୍ୟା ସମୟରେ ଏକ ଆଶ୍ରୟସ୍ଥଳୀ ରୂପେ କାର୍ଯ୍ୟ କରେ। ମୋ ଗାଁ ଦାଣ୍ଡ କୁଆଁର ପୁନେଇ ଦିନ ଫୁଲ ବଉଳ ବେଣୀ ଗୀତର ମିଳିତ କଣ୍ଠସ୍ୱରରେ ନିନାଦିତ ହୋଇଉଠେ। ଖପରା ପଦାରେ ଉଡ଼ା ପର୍ବର ସ୍ମୃତି ମନରୁ କେବେ ଭୁଲି ହେବ ନାହିଁ। ରଜଦୋଳି ଗୀତ ଓ ସଜବାଜ ସବୁରି ମନକୁ ଆନନ୍ଦିତ କରିଦିଏ। ଧୂଳି ମାଟିର ମୋ ଗାଁ ଏବେ ଆଧୁନିକତାର ଛାପରେ ବେଶ୍ ବଦଳି ଯାଇଛି। ଏଠାରେ ରାସ୍ତାଘାଟ, କୂଅ, ପୋଖରୀ, ବିଜୁଳି ବତୀ ଓ ଟେଲିଫୋନ୍ ଆଦିର ସବୁ ପ୍ରକାର ସୁବିଧା ରହିଛି। ଯେଉଁଠି ରହିଲେ ବି ଗାଁ ମୋ ପାଇଁ ସ୍ୱର୍ଗର ନନ୍ଦନବନ ସଦୃଶ ଅତି ଆପଣାର।